ଖରାରେ ଯୋଉ ଭଳିଆ ଅତ୍ୟାଚାର ତାଙ୍କୁ କରାଯାଉଛି ଜଳିଯିବ ବନ୍ଦ କର ଭଙ୍ଗା ଭଙ୍ଗି। ଅତି ନମ୍ରତାର ସହିତ ନିବେଦନ କରୁଛି ମୋହନ ମାଝୀ ମୁଖ୍ୟମନ୍ତ୍ରୀ ମହୋଦୟ ଜଣେ ଆଦିବାସୀ କୂଳରେ ଜନ୍ମ ତମରି ସମୟରେ ଖାଲି ଆଦିବାସୀମାନଙ୍କ ଉପରେ ଅତ୍ୟାଚାର। ଜଟଣୀ ନିର୍ବାଚନ ମଣ୍ଡଳୀର ଗୋଟେ ଚୁନୁକୋଳି ବୋଲି ଗାଁ ଅଛି। ସେ ଗାଁରେ 80% ହେଉଛନ୍ତି ମୋହନ ମାଝୀ ଓ ଗାଁର ତାଙ୍କ ଭଉଣୀ ବି ସେଇଠି ରହିଛନ୍ତି। ପାଖରେ ପଥର ଗାଡ଼ିଆ ଲାଗିଛି, ବାରମାଣ ଲାଗିଛି, ଦଳୁଆ, କୁଜିମଲ, ପଥର ଗାଡ଼ିଆ, ଆମର ହରିଶଲ, ପାଣିଅରା, ପଳାଶପୁର, ଛତାବର ଆଦିବାସୀ ଗାଁମାନଙ୍କୁ ଉଠେଇବା ପାଇଁ ଷଡ଼ଯନ୍ତ୍ର କରୁଛ। ଡେରାସ ଫାର୍ମ ହରେକୃଷ୍ଣ ମହତାବ କରିଥିଲେ, ତାକୁ ନବୀନ ପଟ୍ଟନାୟକ ସମୟରେ 100 ଏକର ଶିଳ୍ପପତିମାନଙ୍କୁ ତା ଭିତରୁ ଦେଇଦେଲେ। ଆହୁରି 300 ଏକର ଦେଇଦେବାର ଥିଲା, ଗଣ୍ଡଗୋଳ କଲା ପରେ ଆମେ ଆନ୍ଦୋଳନ କଲା ପରେ ବନ୍ଦ କରାଗଲା। ସେଠି ନେଇକରି ଚୁଙ୍ଗୁଡ଼ି ପ୍ୟାକିଂ କରୁଛନ୍ତି ସେ ଡେରାସ ଫାର୍ମ ସାମ୍ନାରେ। ଯାହା ଦେଖ ମହତାବ କାହିଁ କରିଥିଲେ। ଏଇ ନାଫରେ ଶୁଣିବାକୁ ପାଇଲୁ, ଆମେ ଆନ୍ଦୋଳନ କରି ଫେରୁଛୁ 200 ଏକର ସେଥିରୁ ଫେର ଦେଇଦେବେ ଶିଳ୍ପପତି। ମରିଯାଉଛ ପଇସା ପାଇଁ, ମରିଯାଉଛ। ତମରି ଆଦିବାସୀ ଗାଁ ସବୁ ଭାଙ୍ଗିଦବ, ଖାଲି ବୁଲଡୋଜର ନେଇ ପହଞ୍ଚଉଛ। କେତେ ଖରା କାକରରେ ଠିଆ ହବ ଆମେ ଶୀତରେ। ହଁ, ଏଇ ଯୋଉ ଖରା, ଏଇ ଖରାରେ ତମେ ଡମଣା ଖାଲି ଭାଙ୍ଗିଦେଲ। ଚୁନୁକୋଳି ଭାଙ୍ଗିବା ପାଇଁ ଯାଉଛ, ପଥର ଗାଡ଼ିଆ ଭାଙ୍ଗିବାକୁ ଯାଉଛ, ବାରମାଣ ଭାଙ୍ଗିବାକୁ ଯାଉଛ। ଆମେ ଭାଙ୍ଗିଦେବୁ? ସେ କୋଉ କାଳ ଗାଁ, ଆଦିବାସୀ ଗାଁ। ଦୟାକରି ବନ୍ଦ କର। ଇଏ ଖରାରେ କିଏ ଭାଙ୍ଗେ? ତମେ ଫେରେ ଆଦିବାସୀ, ତମରି ଆଦିବାସୀ କୂଳକୁ ତମେ ହତାଶ କରୁଛ। ତାଙ୍କ ନିଶ୍ୱାସରେ ଜଳିଯିବ, ତାଙ୍କ ପାଇଁ ତମେ ମୁଖ୍ୟମନ୍ତ୍ରୀ। ଇଏ ଖରାରେ ଯୋଉ ଭଳିଆ ଅତ୍ୟାଚାର ତାଙ୍କୁ କରାଯାଉଛି ଜଳିଯିବ, ବନ୍ଦ କର ଭଙ୍ଗା ଭଙ୍ଗି। ସେମାନଙ୍କର ସ୍ଥାୟୀ ପଟ୍ଟା ଅଛି, ତାଙ୍କୁ ତମେ ଉଠେଇକି ଶିଳ୍ପପତିକି ଦବ? ଆମେ ବରଦାସ୍ତ କରିବୁ? ସବୁ ବନ୍ଦ କର। ଜଟଣୀ ଏରିଆରେ ଶିଳ୍ପପତିମାନଙ୍କୁ ଯୋଉ ଆଦିବାସୀ ଗାଁ, ହରିଜନ ଗାଁ, ଗରିବ ଲୋକଙ୍କ ଜମି ଛଡ଼େଇକି ନେଇ ଦବ, ସେ ସିଷ୍ଟମକୁ ଆମେ କେବେ ଆଲାଉ କରିବୁ।